ବାଟ ସାରା ଗୋଟିଏ କଥା ହିଁ ଭାବୁଥିଲି। 24 ଘଣ୍ଟାର ଏ ଅନୁଭବ 24 ବର୍ଷ କ'ଣ ଜୀବନ ସାରା ବି ଭୁଲି ହେବ ନାହିଁ। ସେଇ କଥା ଭାବି ଭାବି କେତେବେଳେ ବାଟ ବି ସରିଗଲା ଜଣା ପଡ଼ିଲାନି। ବର୍ଷା ଭିଜା ସବୁଜ ବନାନୀ ବାଟ ସାରା ତ ଥିଲା, କାହିଁକି ନା ଆମେ ନୟାଗଡ଼ରୁ ଫେରୁଥିଲୁ। ତେଣୁ ରାସ୍ତାର ଶୋଭା ଖୁବ୍ ସୁନ୍ଦର ଥିଲା। କିନ୍ତୁ ଏଇ ରାସ୍ତାର ଶୋଭା ସାଙ୍ଗରେ ମୁଁ ମନେ ପକାଉଥିଲି ଯାହା ଆମେ ଦେଖି ଆସିଥିଲୁ। ଏଇ ତ ସେଇ ଗେଟ୍, ସେଇଠୁ ଆମେ ବାହାରି ଆସିଲୁ। ଆଉ ସମସ୍ତେ ଅପାଙ୍କୁ ଆଉ ମୋତେ ବିଦାୟ ଦେଉଥିଲେ। 24 ଘଣ୍ଟା ଭିତରେ ଆମେ ସମସ୍ତେ ବହୁତ ବେଶୀ ଅନ୍ତରଙ୍ଗ ବି ହେଇଯାଇଥିଲୁ। ଦେଖୁନାହାନ୍ତି, ଫେରିଲା ବେଳେ ପଦ୍ମଶ୍ରୀ ସାବରମତୀ ଅପାଙ୍କୁ ବାରମ୍ବାର ଏଠିକି ଆସିବା କଥା କହୁଥିଲେ। ମୁଁ ଭାବୁଥିଲି ଅପା ଯଦି ବାରମ୍ବାର ଆସିବେ ମୁଁ ବି ତାଙ୍କ ସାଙ୍ଗେ ନିଶ୍ଚୟ ଚାଲି ଆସିବି। ଆସିବା ପୂର୍ବରୁ ଏଠିକାର ଅନୁଭୂତି ସମ୍ପର୍କରେ ତାଙ୍କଠୁ ଟୀକା ଟପ୍ପଣୀ ସଂଗ୍ରହ କରୁଥିଲେ ବିଶ୍ୱଭାରତୀଙ୍କ ସୁଯୋଗ୍ୟ ପୁତ୍ର। ଗତକାଲି ହିଁ ଆମେ ଏଇଠିକି ଆସିଥିଲୁ, ମାନେ 23 ତାରିଖ ଦିନ ସକାଳୁ ବାହାରି, ସକାଳୁ ତ ନୁହେଁ 9:30 10ଟାରେ ଆମେ ଭୁବନେଶ୍ୱର ଛାଡ଼ିଥିଲୁ ଏଇ ଜାଗା ଉଦ୍ଦେଶ୍ୟରେ। ଆଉ ଯେତେବେଳେ ପହଞ୍ଚିଗଲୁ ଓଡ଼ଗାଁରେ ମୁଁ ଜାଣିଗଲି ଆରେ ଆମେ ଗୁଡ଼ାଏ ବାଟ ଆସିଗଲୁଣି, ଆଉ ଅଳ୍ପ ସମୟ ପରେ ପହଞ୍ଚିଯିବୁ। ଓଡ଼ଗାଁରୁ କିଛି ବାଟ ଆଗକୁ ଗଲେ ରୋହିବାଙ୍କ ବୋଲି ଗୋଟିଏ ଜାଗା ପଡ଼େ। ଆଉ ସେଇ ଜାଗାରେ ଗଢ଼ା ହେଇଛି ଗୋଟିଏ ଅନୁଷ୍ଠାନ, ଯାହାର ନାଁ ସମ୍ଭବ। ଅନୁଷ୍ଠାନର ନାଁ ଏପରି କାହିଁକି ହେଇଛି କହିଲେ? ହଁ କହିବି, ଟିକେ ଆଗ ଶୁଣି ଦିଅନ୍ତୁ। ଆମେ ସେଠି ପହଞ୍ଚିଲା ବେଳକୁ 12:30 ପରେ ହେଇଯାଇଥିଲା। ତେଣୁ ଆଗ ଖାଇବା କାର୍ଯ୍ୟକ୍ରମଟି ଚାଲିଲା। ଆଉ ସେଇଠି ଦେଖୁନାହାନ୍ତି ଦହି ଆଉ କାକୁଡ଼ିର ସମ୍ମିଶ୍ରଣ, ଯେଉଁଟାକୁ ସାଲାଡ଼ କହିଲେ ବି ଚଳିବ, ତାକୁ ପରସୁଥିଲେ ପଦ୍ମଶ୍ରୀ ସାବରମତୀ। ଆଉ ଏପଟେ ସବୁ ତଦାରଖ କରୁଥିଲେ ବିଶ୍ୱଭାରତୀ। ଏମାନେ ତିନି ଭଉଣୀ ଯାକ ବାପାଙ୍କର ସ୍ମୃତି ରକ୍ଷା ଆଉ ଆଦର୍ଶକୁ ରକ୍ଷା କରିବା ପାଇଁ ପ୍ରାଣପଣେ ଲାଗି ପଡ଼ିଛନ୍ତି। ହେଲେ ସାନ ଭଉଣୀଙ୍କ ପୁଅର ପରୀକ୍ଷା ଥିବାରୁ ସେ ଆସିପାରିଲେନି। ତାଙ୍କ ନାଁ ଅମରାବତୀ। ନାଁ ତିନିଟା ହିଁ କହିଦିଏ, ଏଇଠି କିଛି ଭିନ୍ନତା ଅଛି। ଦେଖିଲେ ମୁଁ ଆପଣଙ୍କୁ ଆଣି କେଉଁଠି ପହଞ୍ଚାଇଲିଣି। ଭାବୁଛି ଆପଣମାନେ ଯଦି କେହି ପ୍ରକୃତି ପ୍ରେମୀ ଥିବେ ତେବେ ଏଇ ଫଟୋଚିତ୍ରରୁ ଜାଣିଦେବେ ମୁଁ କାହା ଫଟୋଚିତ୍ର ଦେଖେଇଲି। ସେଠି ଖିଆପିଆ ଚାଲୁଥିଲା, ଆଉ ସେଇଠି ଏଇ ଫଟୋଚିତ୍ର ସଜା ହୋଇ ରହିଥିଲା। ଏବେ ଜାଣିପାରିଲେ କି? ଇଏ ହେଉଛନ୍ତି ସମ୍ଭବ ଅନୁଷ୍ଠାନର ଉଦ୍ୟୋକ୍ତା ପ୍ରଫେସର ରାଧାମୋହନ, ଆଉ ସାବରମତୀ ହେଉଛନ୍ତି ତାଙ୍କର ସୁଯୋଗ୍ୟା କନ୍ୟା ବା ତାଙ୍କ କାର୍ଯ୍ୟ ପ୍ରତି ନିଜକୁ ଉତ୍ସର୍ଗ କରିଥିବା କନ୍ୟା। ବାପା ଝିଅ ଦୁହେଁ ମିଶି ଏହି ଉଦ୍ୟମ ପାଇଁ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ଉପାଧିରେ ବି ଭୂଷିତ ହୋଇଛନ୍ତି। ମୁଁ ଯାଇ ଟିକେ ସାଲାଡ଼ ନେଇ ଆସି ଖାଉଥିଲି, କାହିଁକି ନା ଆପଣମାନେ ଜାଣିଛନ୍ତି ମୁଁ ଏବେ ମନ୍ଦିରକୁ ଯାଉଥିଲି ଆଉ ମାଆଙ୍କ ପାଇଁ ଉପବାସ ରଖୁଥିଲି। ତେଣୁ ସେଠି ଖାଇବାରେ ମୋର ଭାଗ ନଥିଲା। ହେଲେ ମୁଁ ଦେଖୁଥିଲି କ'ଣ ଖିଆ ହେଉଛି, ପୁରା ସାତ୍ତ୍ୱିକ ଆଉ ସାଧାରଣ ଖାଦ୍ୟ। ସମସ୍ତେ କିନ୍ତୁ ମହା ଆନନ୍ଦରେ ଖାଉଥିଲେ। ଖାଇ ପିଇ ସାରି ଆମେ ବିଶ୍ରାମ ନେବାକୁ ଗଲୁ। ଉଠିକି ଦେଖିଲା ବେଳକୁ ବର୍ଷା। ସେ ପରିବେଶରେ ବର୍ଷାର ଅନୁଭବ ବି ନିଆରା ଥିଲା। ଆମେ ସମସ୍ତେ ପାହାଡ଼କୁ ଉଠି ଦେଖିଲୁ ବର୍ଷା ହେଉଛି। ତେଣୁ ଗୋଟିଏ ଘରେ ଆମେ କେତେଜଣ ଏକାଠି ହେଇଗଲୁ। ସେ ରୁମ୍ରେ ଅନ୍ତରଙ୍ଗ ଭାବରେ ବେଶ୍ କଥାବାର୍ତ୍ତା ଚାଲିଲା। କଥାବାର୍ତ୍ତା ଭିତରେ ଆମେ ଜାଣିଲୁ ଆମ ସହିତ ଥିବା କୁନି ଝିଅଟି ସୁନ୍ଦର ଗୀତ ଗାଏ। ତେଣୁ ଆମେ ଗପସପକୁ ବନ୍ଦ କରି ତାକୁ ଗୀତ ଗାଇବାକୁ ଅନୁରୋଧ କଲୁ। ଆଉ ସତରେ ସେ ଖୁବ୍ ସୁନ୍ଦର ଜଗନ୍ନାଥ ଜଣାଣ ଗାଇଲେ। ଏମିତି କିଛି ସମୟ ପରେ ବର୍ଷା ଛାଡ଼ିଗଲା। ତାହେଲେ ପୁଣି ଆମର ଆଗକୁ କାର୍ଯ୍ୟକ୍ରମ କ'ଣ? ସେଥିପାଇଁ ଆମେ ପୁଣି ସଭାକକ୍ଷକୁ ବା ଖାଇବା ଜାଗାକୁ ବାହାରିଗଲୁ। ସେଠି ପହଞ୍ଚି କାର୍ଯ୍ୟକ୍ରମ ଆରମ୍ଭ ହେଲା। ଆଉ ଏଇ ଯେଉଁ ଭଉଣୀଙ୍କ ସାଙ୍ଗେ ମୁଁ ପରିଚିତ ହେଲି ନା, ତାଙ୍କ ସହିତ ଆଗରୁ ବି ପରିଚୟ ଥିଲା, ସିଧାସଳଖ ନୁହେଁ। ତେଣୁ ଆମେ ଦିହେଁ ଦେଖା ହେଇ ବହୁତ ଖୁସି ହେଲୁ। ସେଠିକୁ ଗଲା ପରେ ଶଙ୍ଖଧ୍ୱନି ଆଉ ହୁଳହୁଳି ସହିତ କାର୍ଯ୍ୟକ୍ରମ ଆରମ୍ଭ ହେଲା। ଆଉ ତାପରେ ପୁଣି କ'ଣ ହେଲା କହିଲେ? ଖାଲି କ'ଣ ଶଙ୍ଖଧ୍ୱନି ଆଉ ହୁଳହୁଳି? ପାର୍ବଣର ଏଇ ଶୁଭ ସନ୍ଧ୍ୟାରେ ମାଆଙ୍କର ଭକ୍ତି ଗୀତ ବି ବୋଲା ହେଲା। ତାକୁ ମଧ୍ୟ ବିଶ୍ୱଭାରତୀଙ୍କ ପୁଅ ଗାଇଥିଲେ। ଖୁବ୍ ସୁନ୍ଦର ଗଳା ତାଙ୍କର,
खूब भल लगिला संध्याटी एसबू परे परे आरंभ है कार्यक्रम समस्ते निज निजर परिचय देलु आमे सेठी 22 जन एकाठी होइथिलु 22 जन 22 प्रकार कहले भी अत्युक्ति हेबनी सबु भिन्नता भितर भी गोटे साम्यता थिला ता बोधुए आम समस्तर प्रकृति प्रेम साबरमती से अनुष्ठान संपर्क में आमको सूचना देथिले आ कहीं अनुष्ठान ना संभव होता सतरे जो काम को समस्ते असंभव बोली भावुले से काम को प्रोफेसर राधामोहन आ पद्मश्री साबरमती निजर सहयोगी मानक सहित अक्लांत उद्यम करी संभव करथिले सेइथिपई अनुष्ठान ना संभव रखा जाइथिला जेकोसी सत इच्छा असंभव मन होउथिले मध्य निष्ठापूर्ण इच्छा शक्ति और प्रचेष्टा बल ताहाकु संभव करा जाई पारे एई अनुष्ठानटी होउची तार ज्वलंत उदाहरण ए सब भितरे पुणी गरमा गरम पकुड़ी आ बुट सिजा खाइबाकू आसी जाइथिला ता पूर्व तो काढ़ा पिया होइथिला काढ़ाटा मिल जाउथुवारु मते बेस खुशी लागुथिला मु भी काढ़ा पी नैथिली अवश्य पकुड़ी आ बुट सिजा खाइबार सुजोग मिलला नहीं बोधुए आगुरु मु थरे सेठी जाई पकुड़ी खाई आसीथिली तो सेथिपई एथर पकुड़ी रे भाग नथिला गीत शुणी सारिबा परे पुणी मु भाबुथिली ए अनुष्ठान रो मुख्यंक संपर्क रे आउ विश्वभारती खुलना सुंदरी को नहीं जो नौवाणिज्यर इतिहास रही से विषय रे एक संदर्भ पाठ करथिले जार मूल्यबोध यथेष्ट मन होइथिला तापरे पुणी चलीथिला तारा देखिबा कार्यक्रम एही कार्यक्रमटी जदि आमे बाहर देखि थांतु बहुत भल लागि थांदा मो अनुभव करि पारथिली किंतु उपाय ही नथिला मेघ भर्ती आकाश रे कोन तारा देखि हुए आपण माने पिला दिने किए बाहर सोई जह्न राति रे पवन खाइछंती बा अंधार राति रे तारा देखिछंती मने पकांतु हेले एबे बाइस्कोप साहाय्य रे तारा देखिबार अनुभव टिके पाइबाकू मन बड़ उद्विग्न थिला हेले भाग्य रे जुटिला नाही से घर भितरे प्रोजेक्टर साहाय्य रे आमको किछि बुझेले आम मन रे जहा प्रश्न थिला पचारिरु राति हेला खाई पी आसी शोइलु परदिन सकाळु ए भौणी सुंदर भजन गाइले सकाळटा बड़ भल लागिला केते दुख सुख हेलु परस्पर सहित आ अनुभूति संपन्न बड़ भौणी जने सांगरे थिले केते अनुभव कथा शुभे आ छोट पिलाटी निदमलमल हो बिछण गड़ुला आम सब अंतरंग भाव में नाना आलोचना करूँ आउ से भौणी कठू भजन शुणुलु एमती एमती बेल हो गला आम समस्ते बाहर को बाहरी गलु आमको लोपापा गोटे सुंदर कथा कहले मनीष जीवन में कृतज्ञ रहिबा सबुठारु बड़ कथा अन्य काम जोग देवा पूर्वर आम सहयोगी माने निज निज रूम रु बाहर को आसी नथिबारु आमे सेठी ठिया ही किछि समय आलोचना कलु प्रत्येक आलोचना बेस हृदयस्पर्शी थिला आ तार भाव बड़ गुरुत्वपूर्ण थिला सेठी मु चलीगली डॉक्टर प्रोफेसर राधामोहन को स्मृति स्तंभ पाखकू बहुत भल लगिला आ ता तले कौन लिखाई कहले मु लक्षे वर्ष बंचिबाकू चाहे ताहेले जगतर तथा मानव पाई मु जहा स्वप्न देखु कल्याण पाई मु जहा स्वप्न देखुची से सबु साकार करि परिबी सतरे निजर अनेक कर्म अछि मन करुथुवा मनीषटीए आ क्लांति अनुभव करनुथुवा मनीषटीए ही एही बळी इच्छा प्रकट करि पारे सतरे से कर्मयोगी ही थिले आमे पुणी खाइबा जगह को चली गलु आ सेठी काढ़ार व्यवस्था होइतिला जी इच्छा चीनी आ लेंबू मिसेई मन खुशी रे काढ़ा पीलु आ पुणी गप चलला सब बेले आम भितर गप ही चलथिला किंतु गोटे भिन्न मूल्यबोधर गप आम भितर सबुठु वयस्क बोधे अपा लोपापा आ तांकर बंधु ही थिले आ सबुठु कनिष्ठ तो से कुनी पुअटी देखिले ए नड़िया गछरे ए साप चित्रटी काहींकि हिची मु कौतूहली हे ए कथा पचारि गछ आड़क नेला बेलू मांकड़र कारसादी देखि टिके हसीदेली हाँ भूलीगली जे कथाटा कहवाकू नड़िया गछरे साप चित्रटी अंका होइतिला गुंडुची चढ़ु नथिले किछि दिन पर जानिगले एइटा चित्रटीए केवल से माने पूरी नड़िया गछरे चढ़िले आ नड़िया फल फोपाड़िले मु ए कथा कहू कहू आसी पहुँची जाइतिली गुहाले सकाळु काढ़ा मिलिगला आ गाईंक सानिध्य भी मिलिगला
ତେଣୁ ସକାଳଟା ମୋ ପାଇଁ ବଡ଼ ଆନନ୍ଦଦାୟକ ଥିଲା। ମୋର ଏଇ ଦୈନନ୍ଦିନ କାର୍ଯ୍ୟକ୍ରମ ଭିତରେ ଆହୁରି ବେଶୀ ଖୁସି ଲାଗୁଥିଲା ଏଇ ଭିନ୍ନ ଜାଗାରେ ଏତେ ଭିନ୍ନ ପ୍ରକାର ମଣିଷମାନଙ୍କ ସହିତ। ଏଠି ତ କହିଲି ସବୁ ପ୍ରକାର ଆମେ ଥିଲୁ, ବ୍ୟକ୍ତିତ୍ୱ ଥିଲେ, କିନ୍ତୁ ଏକତା ଥିଲା ମନର। ସମସ୍ତେ କଳିଙ୍ଗ ଇତିହାସ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ଆଉ ସେଇଠି ନିୟମିତ କଳିଙ୍ଗର ଇତିହାସ ସମ୍ପର୍କରେ ଆଲୋଚନା କରୁଥିଲେ। ଏବେ କିନ୍ତୁ ଆମେ ବଗିଚା ଦେଖିବାକୁ ବାହାରି ଯାଇଥିଲୁ। ଆଉ ଏଠି ଅଜୟ ବାବୁ ଆମକୁ ଚାଷର ଏକ ଭିନ୍ନ ପ୍ରଣାଳୀ ବୁଝାଉଥିଲେ। ସମୟ କମ୍, ମନ ଉଡ଼ୁଛି, ପରିବେଶ ବହୁତ ବଡ଼, ସବୁ ଦେଖିବାକୁ ଇଚ୍ଛା ହେଉଛି। ସବୁ କ'ଣ ଦେଖିହେବ? ଯେତିକି ସମ୍ଭବ ଆମେ ଦେଖୁଥିଲୁ। ହେଇପରା ସାବରମତୀ ଅପା ଆସିଗଲେଣି। ଆମକୁ ଦେଖାଉଥିଲେ ଏଇ ବିଦେଶୀ ଫଳଟିକୁ। ଆପଣମାନେ କିଏ ଫଳଟିକୁ ଚିହ୍ନିଛନ୍ତି? ଟିକେ ନାଁ କହିବେ ତ। ଫଳଟିକୁ ଦେଖିଦେଇ ଆମେ ପୁଣି ଆଗେଇ ଚାଲୁଥିଲୁ। ଆଗରେ ଆହୁରି ଅନେକ କଥା ଦେଖିବାକୁ ଅଛି ନା, ଗୋଟେ ଜାଗାରେ କେମିତି ରହିବୁ? ଏତିକିବେଳକୁ ଆମକୁ ଗୋଟେ ଜାଗାରେ ଛିଡ଼ା କରିଦେଇ ସିଏ ଗଲେ ଲବଙ୍ଗ ପତ୍ର ଆଣିବାକୁ। ଆମେ ସବୁ ଟିକେ ଟିକେ ସେ ଲବଙ୍ଗ ପତ୍ରକୁ ଶୁଙ୍ଘିଲୁ। ପୁରା ଲବଙ୍ଗ ଭଳି ବାସ୍ନା ହେଉଥିଲା। ଏଠି କ'ଣ ଗୋଟେ ଅଧେ ଗଛ ଅଛି ଯେ ଗୋଟାଏ ଦିନରେ ଦେଖିକି କହିଦେଇ ହେବ? ଏଠି ଅନେକ ଗଛ। ଆପଣମାନଙ୍କର ଯଦି ଏ ଜାଗା ଦେଖିବାକୁ ଇଚ୍ଛା, ଆପଣ ଏଠିକି ବି ଆସିପାରିବେ ଆଉ ଏ ସୁନ୍ଦର ଜାଗାଟିକୁ ମନ ଭରି ଦେଖିପାରିବେ। ଆମେ ସେଠି ଗଲୁ ଧାନ ବିଲକୁ। ଏଠି ଖାଲି ଖାଇବା ପାଇଁ ଧାନ ଚାଷ ହେଇନି ମ, ଏଠି ଧାନ ବିହନକୁ ସଂରକ୍ଷିତ କରି ରଖାଯାଉଛି। କାହିଁକି ନା ବିହନ ସବୁ ଆଜିକାଲି ବୁଡ଼ି ଯାଉଛି। 600ରୁ ଅଧିକ ପ୍ରଜାତିର ଧାନ ବିହନ ଏଠି ରଖାଯାଇଛି। ତେଣୁ ଧାଡ଼ି ଧାଡ଼ି ହୋଇ ଧାନ ଗଛର ନାଁ ଲେଖା ହେଇ ଧାନ ଚାଷ କରାଯାଇଛି। ଆପଣ ସେ ବିଲକୁ ଗଲେ ଅନୁଭବ କରିପାରିବେ। ହଁ, ଏ ଜାଗାଟା ପୁରା ମାଙ୍କଡ଼ ଜଗିବା ପାଇଁ। ମାଙ୍କଡ଼ଙ୍କର ଦୌରାତ୍ମ୍ୟ କ'ଣ ଏଠି କମ୍ କି? ଆମକୁ ଗୋଟେ ସୁନ୍ଦର ସୂଚନା ସେଦିନ ସନ୍ଧ୍ୟାରେ ଦେଲେ। ଆପଣମାନେ ଏଠି ଯିବା ଆସିବା କଲାବେଳେ ସାପ ଦେଖିପାରନ୍ତି। ବହୁତ ବେଶୀ ବିଚଳିତ ହେବେ ନାହିଁ, ଟିକେ ପାଖେଇ ଯିବେ, ସେ ତା ବାଟରେ ଚାଲିଯିବ, ଆପଣ ଆପଣଙ୍କ ବାଟରେ ଯିବେ। ଏକଥା କହି ଧାନ ବିଲରେ ବୁଲିଲା ବେଳକୁ ଏ ପାଳଭୂତ ଟିକେ ଦେଖିଲୁ। ଖାଲି କ'ଣ ଛୋଟ ପିଲା ଦେଖିଲେନି, ବଡ଼ ମଣିଷ ବି ସେଠି ଫଟୋ ଉଠେଇଲେ। ଆଉ ମୁଁ କ'ଣ ବାଦ ଯାଇଥିଲି କି? ମୁଁ ବି ସେଠି ଛିଡ଼ା ହେଇ ଗୋଟେ ଫଟୋ ଉଠେଇଦେଲି। ଆଉ କେଉଁଠି ପାଳଭୂତ ଦେଖିବାକୁ ମିଳୁଛି ଯେ? ଆମର ତ ବିଲବାଡ଼ି ସବୁ ଗଲା। ମୁଁ ଧାନ କ୍ଷେତରେ ବୁଲିଲା ବେଳେ ମନେ ପକାଉଥିଲି କେତେ ଚାଷବାସ ଥିଲା ଆମର, ହେଲେ ଏବେ ଆଉ କିଛି ନାହିଁ। କୁନି ଝିଅଟି ଲାଜକୁଳି ଲତାରେ ବାଡ଼ି ମାରି ସେସବୁ ଦେଖି ଖୁସି ହେଉଥିଲା। ସହରରେ ଏସବୁ କେଉଁଠି ମିଳିବ? ଆଉ ଆମେ ସବୁ ମଝିରେ ମଝିରେ ଏକାଠି ଛିଡ଼ା ହୋଇଯାଇ ଫଟୋ ଉଠାଉଥିଲୁ। ସ୍ମୃତିକୁ ଧରି ରଖିବାର ସୁନ୍ଦର ବ୍ୟବସ୍ଥା ଏବେ ହେଇପାରୁଛି। ତାପରେ ଆମେ ଯାଇ ପହଞ୍ଚି ଯାଇଥିଲୁ ପୋଖରୀ ପାଖରେ। ବଟଲ ବ୍ରସ୍ ଗଛର ଛାଇରେ ପୋଖରୀ ପାଣି ବଡ଼ ସୁନ୍ଦର ଦେଖାଯାଉଥିଲା। ଆମେ ସେଇଠି ବସି ପଡ଼ିଲୁ ଆଉ ପୁଣି କିଛି ଗପସପ ହେଲୁ ଆଉ ଫଟୋ ବି ନେଲୁ। ବେଳ ହେଇଯାଉଛି, ସମସ୍ତେ ନିଜ ନିଜ କର୍ମସ୍ଥଳକୁ ବାହାରି ଯିବାକୁ ବ୍ୟସ୍ତ। ଏଣେ ଏଠୁ ମାୟା ତୁଟେଇ ଚଞ୍ଚଳ ବାହାରି ହେଉନି। ତଥାପି ଯେତେ ସମ୍ଭବ ସବୁଆଡ଼େ ଆମେ ବୁଲି ନେବାକୁ ଚେଷ୍ଟା କଲୁ। ଆଉ ପିଲାଦିଙ୍କ ଖୁସି କଥା କ'ଣ କହିବି, ସେମାନେ ତ ସବୁଠୁ ବେଶୀ ଖୁସି ହେଉଥିଲେ। ଏତିକି ବେଳକୁ ଜଣେ ଶ୍ରମିକ ଭାଇ ଗୋଟେ ଯନ୍ତ୍ର ଧରି ଆସିଲେ। ଆମେ କୌତୂହଳୀ ହେଇ ପଚାରିଲୁ, ଏଥିରେ କ'ଣ ହେବ? ସେ ଆମକୁ ଦେଖେଇଦେଲେ, ଏଥିରେ ଘାସ ସଫା ହେବ। ଭାରି ଭଲ ଲାଗିଲା। ସେଠୁ ଫେରି ଆସିଲୁ। ଜଳଖିଆ ଖାଇବା ବେଳ ହେଇଯାଇଥିଲା। ଗିନାରେ କ'ଣ ଅଛି କହିଲେ? ମାଣ୍ଡିଆ ଯାଉ। ଜାଗା ଭିନ୍ନ, ଖାଇବା ପ୍ରଣାଳୀ ଭିନ୍ନ, ସବୁ ସ୍ୱାସ୍ଥ୍ୟପ୍ରଦ। ସେଇଥିପାଇଁ ତ ଉଦ୍ୟମ। ଆଜିକାଲି ଘରେ ଘରେ କେତେ ରୋଗ। ସେ ରୋଗର ମୂଳ କାରଣ କ'ଣ? ଏଇ ଯେଉଁ ବିଷ ପ୍ରୟୋଗ। ଆମେ ପ୍ରତ୍ୟେକ ଦିନ ଖାଦ୍ୟରେ ବିଷ ଖାଉଛେ, କିନ୍ତୁ ଆମେ ଭାବୁଛେ ଆମର ଅଧିକ ଉତ୍ପାଦ ହେଉଛି। ଆମ ପନିପରିବା ଖୁବ୍ ଭଲ, କିନ୍ତୁ ପ୍ରକୃତରେ ଆଖିକୁ ଭଲ ଦେଖାଯାଉଥିଲେ ବି ଖାଲି ସାର ଦେବା ଦ୍ୱାରା ତାହା ବିଷାକ୍ତ ହେଇଯାଉଛି। ଏକଥା କ'ଣ ଆମେ ଭାବୁଛେ? ଆମ ଭବିଷ୍ୟତ କଥା ଆଖିରେ ରଖି ଏ ଅନୁଷ୍ଠାନଟି ଗଢ଼ା ଯାଇଥିଲା। ଏଠି ସବୁବେଳେ ଚାଷ ଉପରେ ନାନା ପ୍ରୟୋଗ ଚାଲିଛି। କିଭଳି ଚାଷ ହେଲେ ଖାଦ୍ୟ ପଦାର୍ଥ ମଣିଷ ପାଇଁ ଲାଭଦାୟକ ହେବ, ମଣିଷ ନିରୋଗ ଆଉ ସୁସ୍ଥ ରହିବ। ସୁସ୍ଥ ଆଉ ନିରୋଗ ଜୀବନ ଠାରୁ ବଡ଼ ଇଚ୍ଛା ବା ବଡ଼ ସୁଖ ଆଉ ବା କ'ଣ ଥାଇପାରେ? ଏଇସବୁ କଥା ଭାବୁଥିଲି ଏଭଳି ଅନୁଭବ ଆଉ କେବେ ମିଳିବ କି ନାହିଁ, ଯାହା ଏଇଥର ସମ୍ଭବ ଅନୁଷ୍ଠାନକୁ ଯାଇ ମୁଁ ପାଇଥିଲି। ଲୋପାପାଙ୍କ ସାନ୍ନିଧ୍ୟ, ତା ସହିତ ସାବରମତୀ
ଆଉ ବିଶ୍ୱଭାରତୀଙ୍କ ଆନ୍ତରିକ ଆତିଥ୍ୟ ଏସବୁ ଅଭୁଲା ସ୍ମୃତି ହୋଇ ଜୀବନ ସାରା ପାଇଁ ରହିଗଲା। ଆଉ ସମସ୍ତଙ୍କୁ କହିବାକୁ ଇଚ୍ଛା ହେଉଥିଲା ଏଇଭଳି ଅନୁଷ୍ଠାନଟିକୁ ସମସ୍ତେ ଆସନ୍ତୁ, ଗଲାବେଳେ କେତେ ଅନୁଭୂତି ନେଇଯିବେ। ଆଉ ସେଇ ଅନୁଭୂତି ନିଶ୍ଚୟ କେବଳ ଆନନ୍ଦଦାୟକ ନୁହେଁ, ଜୀବନ ଚଳଣିରେ ଲାଭଦାୟକ ବି ହେବ। ଫେରିବା ବେଳ ତ ହେଲାଣି, ପୁରା 24 ଘଣ୍ଟା ବି ନୁହେଁ, 22-23 ଘଣ୍ଟାର ଏ ଅଭୁଲା ଅନୁଭବ। ଏ ଜାଗାର ପରିକଳ୍ପନା କରିଥିବା ରାଧାମୋହନଙ୍କୁ ପ୍ରଣାମ।